जैसे एडमिट करवा गुड आफ्टरनून स्टूडेंट्स। तो आज आरंभ करेंगे। लास्ट क्लास कौन पढ़ी थी? कॉन्फ़िगरेशन नहीं कि हाँ ठीक अच्छे जो आमर लांथा गोटे सीरीज मन अच्छे ना मुझे कही हाँ ठीक ठीक आर्टिकल नंबर केते भाई केते वेरी गुड ताले मन अच्छे ताले जाओ खुशी लागला पिला माने मन रखिसंती ठीक ताले कॉन्फ़िगरेशन ताले तार कोन हबो लिखिबा देखि केते अछि 1:2 2:2 2p6 3:2 3p6 4:2 3d10 4p6 এটি কেতে আসছে 4:2 মানে 20 10 30 36 36 2 38 5s মানে কি আসিব b 4p10 38 2 47 5p6 48 6 54 ନାଇଁ କି 20 10 30 36 2 38 10 48 6 54 ମୁଁ ଆର ସ୍କ୍ରିନ୍ ରେକର୍ଡ ବି କରୁଛି ଆର ଦିଶୁନି ହଁ ଆସିବ ମୁଁ 2 ଘଣ୍ଟା ପରେ ହଁ ତାପରେ ଚଉବନ 56 57 ତାପରେ ଫରେଟା 0 ହେଇଯିବ ଫରେଟା 0 ହେଇଯିବ ଅଛି କି ଫରେଟା 0 ହେଇଯିବ 5 ଟା ତମର 2 ହେଇଯିବ ଏତିକି ଥିଲା ଆମର এইটা ଟିକେ ଟିକେ ମନେ ରଖିବା ଗୋଟେ ଏକ୍ସେପ୍ସନ ଏଇଟା ଯଦି ଆମେ ଜେନେରାଲି ଯଦି ଯାଇଥାନ୍ତୁ ଆମର ହେଇଥାନ୍ତା ଆକ୍ଚୁଆଲି ହେଇଥାନ୍ତା ଫର 2 ହେଇଥାନ୍ତା ବାକି 0 ହେଇଥାନ୍ତା କିନ୍ତୁ ଯେହେତୁ f ବ୍ଲକ୍ ଏଲିମେଣ୍ଟ ମାନେ f ବ୍ଲକ୍ ଟା କେତେବେଳେ କରିବୁ ଯେତେବେଳେ ତାର ଲାଷ୍ଟ ଇଲେକ୍ଟ୍ରନ ଟା ଯଦି f ସୋଶାଲ ରେ ଏଣ୍ଟର ହବ ତାକୁ ଆମେ କହିବୁ ଯେ f ସୋଶାଲ ଇଲେକ୍ଟ୍ରନ ବୋଲି ତ ସେଥିପାଇଁ ଏଟା ଏକ୍ସେପ୍ସନ କିନ୍ତୁ ସେରିୟମ ଟା ଆମର ଏକ୍ସେପ୍ସନ ହେଇକି ଫର 0 ହଉଛି ନା କି ଯେତେବେଳେ ନେକ୍ସଟ ଏଲିମେଣ୍ଟ ପାଖରୁ କିନ୍ତୁ ପରକୁ ଗୋଟେ ଗୋଟେ ଆଡ ହେଇ ଚାଲିବ ମନେ ଅଛି କି ତାହେଲେ p ର ଲାଷ୍ଟ କେତେ ଆସିବ ଲାଷ୍ଟ କୁ ଆସିବ 6s2 କେତେ ଆସିବ 6s2 4s2 ପରେ ପରେ ଠିକ ଆସିବ ଏଠି 5g ଟା କିଛି ରହିବ ନାହିଁ ଠିକ କି 5g କିଛି ରହିବ ନାହିଁ ତାପରେ ନେକ୍ସଟ ସେମିତି एनडी ର ସେମିତି କେତେ ହବ 6s2 4 4 आईडी 0 ଭାଗ୍ୟ ଲେଖା ଦରକାର ନାହିଁ ଆବଶ୍ୟକ ନାହିଁ ହେଲା ତ ଆଉ କିଛି ଏକ୍ସେପସନ ହେଲା ଚାଲିବ ଲାଷ୍ଟ ଯୋଉ ଟିକେ ଯେତେବେଳେ 4f7 ମନେ ଅଛି କି 4f7 କାହା ହେବ ହଁ ତାର ତା ନେକ୍ସଟ ଏଲିମେଣ୍ଟ ପରେ ସିଏ ବି ଟିକେ ଷ୍ଟେବୁଲ ଉପରେ 4f7 ରଖିବ ସେଠି ଟିକେ ଲେଖିବ କାହାର ଇ ର ବୋଧେ ଇ ର ଅଛି 4f7 ରୁ ଜିଟି यूरोपियन गार्डन ठीक ठीक जी
हाँ गाड़ी लिखना। तो जो कॉन्फ़िगरेशन टा देखिए तो देखिए ना गाड़ी को तापर ଶୁଣ ଆକ୍ଟିନାଇଡ୍ ସିରିଜର ଯୋଉ ତାର ମନେ ରଖିବା ପାଇଁ ଟ୍ରିକ୍ ନୁହଁ କି ସେଇଟା ମୁଁ ତମର ଯୋଉ ଫାଷ୍ଟ ଇୟର ଯୋଉ ହ୍ୱାଟ୍ସଆପ ଗ୍ରୁପରେ ମୁଁ ଛାଡ଼ିଦେବି ସେଇଟା ମନେ ରଖିବାଟା ତମ ପାଇଁ ସହଜ ହେଇଯିବ ହେଲା ସେଇଟା ଟିକେ ଟ୍ରିକି ଅଛି ସେଇଟା ମୁଁ ଲେଖିକି ତମକୁ ଲେଖିକି ଦେଇଦେବି ହ୍ୱାଟ୍ସଆପରେ ତମେ ତାକୁ କପି କରିନେବ ବୁଝିଲ କି ହଁ ଅଛି ହଁ ହଁ ଯଦି ମୁଁ ଭୁଲିଗଲି ଟିକେ ଖାଲି ମନେ ପକେଇଦବ ହେଲା କି ଠିକ ଅଛି ଏବେ ଆସ ଦେଖିବା ହଁ ନିଶ୍ଚିତ ନିଶ୍ଚିତ ଛାଡ଼ିବ ଦେଖ ଆଜିର ବହୁତ ଇମ୍ପୋର୍ଟାଣ୍ଟ ଆଜି ଅଛି ମୁଁ ଯୋଉଟା ଆଜି ପଢେଇବି ସେଟା ଟିକେ ଧ୍ୟାନ ଦେଇକି ଶୁଣିବ ହେଲା ନହେଲେ ତ ଆମର ୟୁଟ୍ୟୁବ ଲିଙ୍କ ଥିବ ହଁ ପଢେଇବା ଆଜିର ପିରିୟଡିକ ट्रेंड्स ରେ फास्ट देखिएगा एटॉमिक रेडियस दिसुଛି ନା ନାଇଁ ଆଟମିକ ରେଡିୟସ କହିଲେ କଣ ବୁଝା ମୁଁ କଞ୍ଚା ଓଡିଆରେ ଆଗେ ବୁଝଉଛି ଦେଖ ଗୋଟେ ମନେକର ଗୋଟେ ଆଟମ ରହିଲା ଗୋଟେ ଆଟମରେ ନ୍ୟୁକ୍ଲିୟସ କହିଲା ମାନେ ନ୍ୟୁକ୍ଲିୟସ ର ଆମର ଅଛନ୍ତି କିଏ କିଏ ନା ପ୍ରୋଟନ ପ୍ଲସ ନ୍ୟୁଟ୍ରନ ପ୍ରୋଟନ ପ୍ଲସ ତମର ଶୁଣ ନ୍ୟୁକ୍ଲିୟସରେ କେବଳ ଅଛନ୍ତି ପ୍ରୋଟନ ପ୍ଲସ ନ୍ୟୁଟ୍ରନ ତାପରେ ଇଲେକ୍ଟ୍ରନ ଗୁଡାକ ତା ସରାଉଣ୍ଡିଂ ରେ ବୁଲନ୍ତି ଠିକ ନା ନାଇଁ ଇଲେକ୍ଟ୍ରନ ସରାଉଣ୍ଡିଂ ରେ ବୁଲନ୍ତି ମୁଁ କହିଲି ତମର ନ୍ୟୁକ୍ଲିୟସ ରେ କିଏ ଅଛି ତମ ନ୍ୟୁକ୍ଲିୟସ ରେ ଅଛି ପ୍ରୋଟନ ପ୍ଲସ ନ୍ୟୁଟ୍ରନ प्रोटॉन टा पॉजिटिव चार्ज न्यूट्रॉन रो चार्ज नाही इलेक्ट्रॉन टा होची नेगेटिव चार्ज तो जेतेବେଳେ ମନେ କର ଏଟା ନ୍ୟୁକ୍ଲିୟସ ହେଲା ପ୍ରୋଟନ ଆଉ ନ୍ୟୁଟ୍ରନ ଦେଲେ ତାକୁ ତାର ସରାଉଣ୍ଡିଂ କରିକି ତା ମାନେ ଚାରି ପାଖରେ ଇଲେକ୍ଟ୍ରନ ମାନେ ବୁଲନ୍ତି ଠିକ ନା ନାଇଁ ଏବେ ମୁଁ କହିବି ମନେ କର ଏଇଠି ନ୍ୟୁକ୍ଲିୟସ ଅଛି ଏଇ ଯୋଉ ଇଲେକ୍ଟ୍ରନ ବୁଲୁଛି ଏଇ ଯୋଉ ନ୍ୟୁକ୍ଲିୟସ ରୁ ଇଲେକ୍ଟ୍ରନ ଯୋଉ ଡିଷ୍ଟାନ୍ସ ରେ ବୁଲୁଛି ସେଇଟା କଣ କୁହନ୍ତି ଆଟମିକ ରେଡିୟସ ତମେ ରେଡିୟସ ବିଷୟରେ ଜାଣିଥିବ ସେଟା ସେଣ୍ଟର ରୁ ପେରିଫେରୀ ଏଇଟା ହଉଛି ତାର ଏଇଟା ରେଡିଆନ୍ସ ଠିକ ସେମିତି ଗୋଟେ ଆଟମ ମନେକର ଏଇଟା ହେଲା ତାର ନ୍ୟୁକ୍ଲିୟସ ରୁ ତାର ପେରିଫେରୀ ଏଇ ଯୋଉ ଡିଷ୍ଟାନ୍ସ ଟାକୁ ଏଇଟା କୁହନ୍ତି ରେଡିୟସ ଯେହେତୁ ଗୋଟେ ଆଟମ ର ମୁଁ ଆକୁ କଣ କହିବି ଆଟମିକ ରେଡିୟସ ବୁଝିପାରୁଛ କି ଆମର ପିରିୟଡିକ ଟେବୁଲରେ ଟୋଟାଲି ମୁଁ ଆଉ ଥରେ କହିଦଉଛି ଗୋଟେ ଛୋଟ ପଏଣ୍ଟ ଯେ ତମର ଅଛନ୍ତି ଏସ୍ ବ୍ଲକ ଏଲିମେଣ୍ଟ ଅଛି ପି ବ୍ଲକ ଏଲିମେଣ୍ଟ ଏଠି ଅଛି ତାପରେ ଏଇଠି ଯୋଉ ତମର ଡି ବ୍ଲକ ଅଛନ୍ତି ଯୋଉଟା ମୁଁ ଟ୍ରାନ୍ଜିସନ ଏଲିମେଣ୍ଟ କୋଉ କହିଥିଲି ଏଠି ଅଛନ୍ତି ଏଫ୍ ବ୍ଲକ ଏଲିମେଣ୍ଟ ପୁରା ତଳେ ନୁହଁ କି ତମେ ମତେ କେହି କ୍ୱେଶ୍ଚନ କଲନି ଯେ କିଛି ଡାଉଟ ରହିଲାନି ଯେ ସାର୍ କଣ ପାଇଁ ଏଫ୍ ବ୍ଲକ ଏଲିମେଣ୍ଟ କଣ ପାଇଁ ପୁରା ତଳେ ଆଣିକି ରଖାଯାଇଛି ପଚାରିଦେଲେ କି ଡାଉଟ ଅଛି ତମେ ମତେ ଡାଉଟ ପଚାରିବା କଥା ଯେ ସାର୍ କଣ ପାଇଁ ଏଫ୍ ବ୍ଲକ ଏଲିମେଣ୍ଟ ପୁରା ତଳେ ଆଣିକି ରଖାଯାଇଛି ପଚାରିଥିଲେ କି କଣ ପାଇଁ ପଚାରୁନ ନା ତମେ ଜାଣିଛ ସବୁ କିଛି ତାହେଲେ ମୁଁ ଡାଉଟ ପଚାରୁଛି ମତେ କୁହ ଶୁଣ କଣ ପାଇଁ ରଖାଯାଇଛି ଶୁଣ ତମେ ଯେତେବେଳେ ପରିବା ଦୋକାନକୁ ଯାଇଛ କେବେ ଦେଖିଛ କି ଆଳୁ ସହିତ ବିଲାତି ବାଇଗଣ ସବୁ ମିଶିକି ରହିଥାଏ ନା ଅଲଗା ଅଲଗା ଥାଏ ତମେ ପରିବା ଦୋକାନକୁ ଏବେ ଯାଇକି କହିବ ଯେ ଭାଇ ଗୋଟେ ଆମକୁ ଏଟା ପ୍ରୋବ୍ଲେମ ହଉଛି ତୁ ସବୁ ମିଶେଇ ଦେ ଆଉ ଆମେ ସବୁ ଏକାବେଳେ ନେବୁ ଆମ ତ ରୋଷେଇ ହବ ଆଉ ହବ ନା ସେମିତି ଠିକ ସେମିତି ଆମର ଏଫ୍ ବ୍ଲକ ଏଲିମେଣ୍ଟକୁ ତଳକୁ ଆଣିବାର ମାନେଟା ହଉଛି ଯେ ଆଙ୍କର ଯୋଉ ଶୁଣ ଟିକେ ୟାଙ୍କର ଯୋଉ ତାଙ୍କ ପ୍ରପର୍ଟି ବା ଫିଜିକାଲ ପ୍ରପର୍ଟି କୁହ କେମିକାଲ ପ୍ରପର୍ଟି କୁହ ତାଙ୍କର ପ୍ରପର୍ଟି ଡି ବ୍ଲକ ଏଲିମେଣ୍ଟ ସହିତ ମିଶିବ କି ଯଦି ମିଶିବନି ଯଦି ମିଶିବନି ତ ସେଥିପାଇଁ ୟାକୁ ଅଲଗା କରିକି ତଳେ ରଖାଯାଇଛି ସେପାରେଟ କରି ବୁଝିପାରିଲ ଏବେ ନହେଲେ ପରିବା ଦୋକାନକୁ ଯାଇକି ତମେ ସବୁ ମିଶେଇ ଦବ ସବୁ ଏକା ହେଲା ହଉ ଠିକ ଅଛି
तमर पीरियोडिक टेबल जति सब एलिमेंट अच्छी माने 78% होउछन मेटल 78% होउछि मेटल बुझिपाइल जति सब हम जति पर्यंत डिस्कवर करा हैछि 78% होउछन मेटल माने एस ब्लॉक होउछि एटा होउछि प्योरली मेटालिक नेचर डी ब्लॉक टा भी हमरो ए डी ब्लॉक टा भी हमरो मेटालिक नेचर बी ब्लॉक टा होउछि जनरली नॉन मेटल बी ब्लॉक टा होउछि जनरली नॉन मेटल किंतु ଯେତେବେଳେ ଆମେ ଗୋଟେ ଗ୍ରୁପ ର ତଳକୁ ତଳ ଯାଉଛେ ସେତେବେଳେ ମେଟାଲିକ କ୍ୟାରେକ୍ଟର ଟା ବଢି ବଢି ଯାଉଛି କଣ କହିଲି ଯେତେବେଳେ ଅଛି କ୍ୟାରେକ୍ଟର ବଢି ବଢି ଯାଉଛି ହେଲା ଯେତେବେଳେ ଗୋଟେ ଗ୍ରୁପ ରେ ପି ବ୍ଲକ ର ଯୋଉ ଗ୍ରୁପ ସବୁ ଅଛନ୍ତି 13 ରୁ 18 ଯେତେବେଳେ ଗୋଟେ ଗ୍ରୁପ ର ମୁଁ ତଳକୁ ତଳ ଯାଉଛି ସେତେବେଳେ କଣ ହଉଛି ନା ନନ୍ ମେଟାଲ କ୍ୟାରେକ୍ଟର ଥିବ ଧୀରେ 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 ମେଟାଲିକ କ୍ୟାରେକ୍ଟର ବଢିବ ଯାହା ଫଳରେ ଲାଷ୍ଟ ଏଲିମେଣ୍ଟ ଗୁଡାକ ପି ବ୍ଲକ ର ଲାଷ୍ଟ ଏଲିମେଣ୍ଟ ଗୁଡାକ ମାନେ ଗୋଟେ ଗ୍ରୁପ ର ମାନେ ଗୋଟେ କୁହ ମଧ୍ୟ ଅକ୍ସିଜେନ ଫ୍ୟାମିଲି ଅକ୍ସିଜେନ ସଲଫର ସେଲେନିୟମ ଟେଲୁରିୟମ ପୋଲୋନିୟମ ଏଇ ଏଲିମେଣ୍ଟ ଟା ପିଓରଲି ମେଟାଲିକ ହେଇଯାଏ ବୁଝିପାରିଲ କି ठीक सेमिति तमर एक ब्लॉक एलिमेंट भी एटा भी होची कोन करी एटा भी मेटालिक नेचर हैला ता माने टोटली पीरियोडिक टेबल रो 78% हे जाउछ कोन मेटल जति सब एलिमेंट अछि हमर 78% कोन होची मेटल होछन बुझि पाइल कि हां हां पूरा हां अबे सेटा पी ब्लॉक एलिमेंट छुआ चिन्ह शुण चिन्हब कौन केमी कौन टे चिन्हब केमी तो मुझे कहली जो मन नाइट्रोजन फैमिली लास्ट एलिमेंट गुड़ाक शुण फास्ट जो पी ब्लॉक एलिमेंट फास्ट एलिमेंट कौन थी ना आम थी नन मेटाल थी धीरे 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 मेटालिक हम तो लास्ट एलिमेंट जेत मेटाल मझी एलिमेंट गुड़ाक मेटालॉइड मेटालॉइड माने कौन बहुत मेटाल कैरेक्टर नौ प्लस नन मेटाल कैरेक्टर नौ नन मेटाल तुम देख पी ब्लॉक जिगजाग गोटे चिन्ह दिया दिया देखिछ कि तुम देखिबो हाँ दिया जाता है बुझिपाइल ଏବେ ଦେଖ ଯେତେବେଳେ ଗୋଟେ ମେଟାଲ ଅଛି ମନେକର ଗୋଟେ ମେଟାଲ ଅଛି ତାର ଆଟମ ଅଛି ତାର रेडियस ଟାକୁ କୁହନ୍ତି ଆୟନିକ रेडियस आयोनिक रेडियस हम तुम ये पार्टी वाले तुम जो लिंक टा जो जीव केवल तुम ही तुम बुझिबे ना ଟିକେ ଚୁପ୍ ରହିଲେ ତୁମେ ଦିନ ଭିତରେ ଯିବ ଶୁଣ ଆଉ ଗୋଟେ କଥା ୟୁଟ୍ୟୁବ ର ଲିଙ୍କ ଯିବା ପାଇଁ ତାର ବି ପ୍ରୋସେସ ଦରକାର କେମିତି ମୁଁ କହୁଛି ଶୁଣ ତାକୁ ଫାଷ୍ଟ ଏଡିଟିଂ କରାଯିବ ଯେ ଠିକ ଆସିଛି କି ନାହିଁ ତାପରେ ତାକୁ କମ୍ପ୍ରେସ କରାଯିବ କମ୍ପ୍ରେସ କରିବା ପାଇଁ ମିନିମମ 45 ମିନିଟ୍ ଦରକାର କମ୍ପ୍ରେସ କରାଯିବ ତାପରେ ୟୁଟ୍ୟୁବ ର ଅପଲୋଡ କରିବା ପାଇଁ ତାକୁ ବି ଅଧଘଣ୍ଟା ଦରକାର କାରଣ ମିନିମମ 2 ଘଣ୍ଟା ଆମକୁ ଦରକାର ବୁଝିପାରୁଛ ସେଇଥିପାଇଁ ଲେଟ୍ ହୁଏ देखो जदि गोटे मेटाल अछि तार न्यूक्लियस रु तार जो एई पेरिफेरिकल डिस्टेंस रु म्हणजे आयनिक रेडियस जदि गोटे नॉन मेटाल अछि तार न्यूक्लियस रु एई जो पेरिफेरी के डिस्टेंस रु म्हणजे कोवेलेंट रेडियस किंतु आमे मु जते बेले କହିବି ଯେ ଆଟମିକ ରେଡିୟସ୍ ତମେ ଭାବି ପାରିବ ବହୁତ ଆୟନିକ ରେଡିୟସ୍ ପାଇଁ ଆଉ କୋଭାଲେଣ୍ଟ ରେଡିୟସ୍ ପାଇଁ ଭାବି ପାରିବ ମେଟାଲ ପାଇଁ ଆଉ ନନ୍ ମେଟାଲ ପାଇଁ ଗୋଟେ ଟର୍ମ ୟୁଜ କରିବି ମେଟାଲ ଆଉ ନନ୍ ମେଟାଲ ପାଇଁ କଣ କହିବି ଆଟମିକ ଶୁଣ କଣ ଟିକେ ଆଉଥରେ କହୁଛି ଗୋଟେ ମେଟାଲ ପାଇଁ ଆରେ ଚିନ୍ତା କରନି তুমি ଟିକେ ଚୁପ ରହ ମୁଁ ପଢେଇବି
ଶୁଭୁଛି ନା? ହଁ ବେଳେବେଳେ ହଁ ବେଳେବେଳେ ଟିକେ ଇଣ୍ଟରନେଟ ସ୍ଲୋ ହେଇଯାଉଛି ତ କଣ କରିବା, ଏୟାରଟେଲ ପକେଇଲା ପରେ ବି ସ୍ଲୋ ହଉଛି। କିନ୍ତୁ ଯେତେବେଳେ ମୁଁ ଦେଖିଛ ନା ହ୍ୱାଇଟ ବୋର୍ଡ ୟୁଜ କରିଥାଏ ସେତେବେଳେ ଟିକେ ଠିକ ଠାକ ଥାଏ ନାଇଁ କି? ଏ ଟିକେ କୋଉଟା ବ୍ଲାକ୍ ଦିଶିବ? ଆଉ ଆମେ ତାହେଲେ ବ୍ଲାକ୍ କଲର ଗାଡି ବ୍ଲାକ୍ କଲର ଫୋନ୍ କଣ ପାଇଁ ସବୁ ୟୁଜ କରୁଛୁ ତାହେଲେ? ଆଉ ବ୍ଲାକ୍ ବସିବୁ ଯଦି ଏଥର ପରୀକ୍ଷାରେ ଯଦି କିଏ ବ୍ଲାକ୍ ପେନ୍ ଦେବେ ତୁ ଭାଙ୍ଗିଦବୁ ଆଉ ହବନି ଆମର ବ୍ଲାକ୍ କୋଶ୍ଚିନ୍ ପେପର ଆସିବ ବ୍ଲାକ୍ ତ ଚିରି ଫିଙ୍ଗିଦବୁ। ଦରକାର ନାହିଁ। ହଁ ଦେଖ ଟିକେ ଆମର ମୁଁ କହିଲି ଯୋଉ ଆଇନ କେତେବେଳେ ୟୁଜ କରିବି ଯେତେବେଳେ ସେ ମେଟାଲ ଟା ଥିବ ସେଇ କେସରେ ମୁଁ ଟର୍ମ ୟୁଜ କଲି ଆଇନିକ ରେଡିୟସ୍, ତାର ରେଡିୟସ୍ କୁ କହିଲି ଆଇନିକ ରେଡିୟସ୍। ଯଦି ସେ ଆଟମ ଟା ଥିବ ନନ୍ ମେଟାଲ ଥିବ ତାହେଲେ ସେଇ ଟର୍ମ ଟାକୁ ୟୁଜ କରିବି ମୁଁ କୋଭାଲେଣ୍ଟ ରେଡିୟସ୍। କିନ୍ତୁ ମୁଁ ଯେତେବେଳେ ଦିଟା ଟର୍ମ ମେଟାଲ ପ୍ଲସ ନନ୍ ମେଟାଲ ପାଇଁ ମୁଁ ଗୋଟିଏ ଟର୍ମ ୟୁଜ କରିବି ଯୋଉଟା କି ଆଟମିକ ରେଡିୟସ୍। ଆଟମିକ ରେଡିୟସ୍ ମାନେ ତମେ ଭାବି ପାରିବ ଯେ ମାନେ ମେଟାଲ ବି ନନ୍ ମେଟାଲ ହୋଇପାରିବ। ଆମର ତ ଦରକାର ରେଡିୟସ୍ ଆଉ ସେ ଆଟମିକ ରେଡିୟସ୍ ଆଉ। କିନ୍ତୁ ଆମେ କହିବା ଆୟନିକ ରେଡିୟସ୍ କାହା ପାଇଁ ତମେ କହିପାରିବ ମେଟାଲ ପାଇଁ। କୋଭାଲେଣ୍ଟ ରେଡିୟସ୍ କଣ ପାଇଁ କାହା ପାଇଁ ନା ଆମର ନନ୍ ମେଟାଲ ପାଇଁ ହେଲା। ଆଟମିକ ରେଡିୟସ୍ କହିଲେ ଆମେ ଦିଟା ଯାକ ବୁଝିପାରିବା। ଦେଖ ଆମେ ଆଁ କଣ କଣ? ମେଟାଲ ପାଇଁ ୟୁଜ କରିବା ଆଟମିକ ରେଡିୟସ୍। ସେଟା ଆଟମିକ ରେଡିୟସ୍ ୟୁଜ କରିବ ଆଟମିକ ରେଡିୟସ୍ ହେଲା। ଆଟମିକ ରେଡିୟସ୍ ୟୁଜ କରିପାରିବ କିଛି ଅସୁବିଧା ନାହିଁ। ଦେଖ ଏବେ କେବଳ ଗୋଟିଏ ପଏଣ୍ଟ କହୁଛି ଦେଖ। ଭଲସେ ଟିକେ ଶୁଣିବ ମନେକର ଯେତେବେଳେ ଗ୍ରୁପ ୱାଇଜ ପିରିୟଡ଼ ୱାଇଜ ସେଇଟା ହଉଛି ବାଆରୁ ଡାହାଣକୁ ଗଲେ ଗୋଟେ ପିରିୟଡରେ ଯେତେବେଳେ ଯିବୁ ଜାଣିଛ କି କହିଥିଲି ମୁଁ? ଶୁଣ ଯେତେବେଳେ ଗୋଟେ ପିରିୟଡରେ ଶୁଭୁଛି ନା? ହଉ ଯେତେବେଳେ ଗୋଟେ ପିରିୟଡରେ ମୁଁ ବାଆଁରୁ ଡାହାଣକୁ ଯିବି ସେତେବେଳେ ଆମର ଆଟମିକ ରେଡିୟସ୍ ଟା ଆଟମିକ ରେଡିୟସ୍ କିନ୍ତୁ ଯେତେବେଳେ ଗୋଟେ ଗ୍ରୁପ ର ଉପର ତଳକୁ ଯିବି ଏଇଠି କଣ ହୁଏ ନା ଆଟମିକ ରେଡିୟସ୍ ଟା increases INREAS। କାରଣ କଣ ଜାଣିଛ କି ମୁଁ ବୁଝେଇ ଦଉଛି ଆସ ଦେଖ। ଦେଖ କାରଣ କଣ ଟିକେ ଭଲସେ ଟିକେ ଦେଖ କାରଣ କଣ? ଯେତେବେଳେ ମୁଁ ହଁ ହଁ ସେଲ୍ ଗୁଡାକ ବଢି ବଢିଯିବ। ଏକ୍ସାମ୍ପଲ ଦେଖ ମନେକର ଗ୍ରୁପ ୱାନ ରେ ଏଲିମେଣ୍ଟ ଅଛନ୍ତି ଲିନା ଲିଥିୟମ ସୋଡିୟମ ଏମିତି ସବୁ ଅଛି ହଁ କି ଗ୍ରୁପରେ ଏଟା କଥା ହଉଛି। ଯେତେବେଳେ ତାର କନଫିଗରେସନ କଣ? 1:2:1 ଏଟା ହଉଛି 3:1 4:1 5:1 6:1 7:1 ଏମିତି ସବୁ ଅଛି। ହଉ ଲିଥିୟମ କେଶୁ ଦେଖ ତାର ଅଛି ଯୋଉ n equal to 1 n equal to 2 ଅଛି। ସୋଡିୟମ ଗ୍ୟାସକୁ ଦେଖ ଯାହା ଥିବ ଆହୁରି ବଢିଯିବ। ପଟାସିୟମ ଗ୍ୟାସକୁ ଦେଖ ଆହୁରି ବଢିଯିବ ତାହେଲେ ତଳକୁ ତଳ ଗଲା ବେଳକୁ ଦେଖ ତମେ ନ୍ୟୁକ୍ଲିୟସରୁ ଏ ଡିଷ୍ଟାନ୍ସ ଯାଏ ଆମର ଆଟମିକ ରେଡିୟସ ଟା ବଢୁଛି ନା କମୁଛି? ବଢୁଛି ତ?
ଜାଣିପାରିଲ ନା କଣ ପାଇଁ? କଣ ପାଇଁ ଜାଣିପାରିଲ ତ? ଭେରି ଗୁଡ୍। ଏବେ ଯଦି ଦେଖିବା ଆମର ଗୋଟେ ବାଣରୁ ଡାହାଣକୁ ଗଲେ କଣ ପାଇଁ ଆଟମିକ୍ ରେଡିୟସ୍ କମୁଛି ଟିକେ ଦେଖ। ଭଲସେ ଟିକେ ଲକ୍ଷ୍ୟ କରିବ। ଯେତେବେଳେ ବାଣରୁ ଡାହାଣକୁ ଯିବ ଦେଖ ଟିକେ ଭଲସେ, ଯେତେବେଳେ ବାଣରୁ ଡାହାଣକୁ ଯିବ କଣ ହଉଛି ମନେକର n = 2 2 ନମ୍ବରର ଲିଥିୟମ୍, ବେରିଲିୟମ୍, ବୋରନ୍, କାର୍ବନ, ନାଇଟ୍ରୋଜେନ, ଅକ୍ସିଜେନ ସବୁ ଏମିତି ଅଛି। ଏତିକି ଅଛି। କଣ ହଉଛି ଦେଖ, ଲିଥିୟମ ର ହଉଛି 1s2 2s1, ବେରିଲିୟମ ର 1s2 2s2, ଏଠି 1s2 2s2 2p1, ତାପରେ 2p2 2p3 ଏମିତି ସବୁ ଅଛି। ଦେଖୁଛ କି? ଭେରି ଗୁଡ୍। ଏବେ କଣ ହବ ନା ନ୍ୟୁକ୍ଲିୟସ୍ ଅଛି, ଏଠି ନ୍ୟୁକ୍ଲିୟସ୍, ମନେକର ଏଠି ଇଲେକ୍ଟ୍ରନ ଅଛନ୍ତି ଏଠି, ବୁଝୁଛ କି? ଗୋଟେ ସିମ୍ପଲ କଥା ଶୁଣ ଖାଲି, ଯେତେବେଳେ ଲିଥିୟମ ଗ୍ୟାସରେ ତମର ଆଟମିକ୍ ନମ୍ବର 3 ମାନେ 3ଟା ପ୍ରୋଟନ ଥିବେ 3ଟା ଇଲେକ୍ଟ୍ରନ ଥିବେ, ବୁଝୁଛ କି? 3ଟା ପ୍ରୋଟନ 3ଟା ଇଲେକ୍ଟ୍ରନ ଥିବେ। ଏବେ ଯଦି ବେରିଲିୟମ ଗ୍ୟାସକୁ ଆସିବ 4ଟା ପ୍ରୋଟନ 4ଟା ଇଲେକ୍ଟ୍ରନ ଆସିବେ। ଠିକ 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 କହୁଛି କି ନାହିଁ? ଯେତେବେଳେ 4ଟା ପ୍ରୋଟନ 4ଟା ଇଲେକ୍ଟ୍ରନ ଥିବେ, ଶୁଣ ଟିକେ, ଏଠି ଆଉ ଗୋଟେ ପ୍ରୋଟନ ଆଉ ଗୋଟେ ଇଲେକ୍ଟ୍ରନ ଆସିବ। ଆଚ୍ଛା ଶୁଣ, ଏଠି ପଜିଟିଭ ଚାର୍ଜ ନେଗେଟିଭ ଚାର୍ଜ ଅଛି। ଅପୋଜିଟ ଚାର୍ଜ ହେଲେ ଆଟ୍ରାକ୍ସନ ହୁଏ ନା ରିପଲସନ ହୁଏ? ମାନେ ଆକର୍ଷଣ କରନ୍ତି। ଶୁଣ ଟିକେ, ଶୁଣ ଆଉ ଗୋଟେ କଥା, ଅପୋଜିଟ ଚାର୍ଜେସ୍ ହେଲେ ଆଟ୍ରାକ୍ସନ କରନ୍ତି, ଯଦି ସେମ୍ ଚାର୍ଜେସ୍ ହେଇଯିବ ରିପଲସନ କରିବେ। ଯେହେତୁ ପଜିଟିଭ ଚାର୍ଜ ନେଗେଟିଭ ଚାର୍ଜ ଅଛନ୍ତି, ସେଥିପାଇଁ ସେ ଆଟ୍ରାକ୍ସନ କରିବେ। ଆଟ୍ରାକ୍ସନ ମାନେ ନିଜ ଆଡକୁ ଟାଣି ଆଣିବ। ଟାଣି ଆଣିଲେ ମତେ କୁହ, ଏଇଠି ଆଟମିକ୍ ରେଡିୟସ୍ ଟା କମିଯିବ ନା ବଢିଯିବ? ଏଇଟା ହଉଛି ରିଜିନ, ବୁଝିପାରିଲ କି ନାହିଁ? ଭେରି ଗୁଡ୍। ତାମାନେ ଯେତେବେଳେ ମୁଁ ଆଟମିକ୍ ରେଡିୟସ୍ କଥା କହିବି, ବାମରୁ ଡାହାଣକୁ ଗଲା ବେଳକୁ ଆଟମିକ୍ ରେଡିୟସ୍ ଟା କଣ ହଉଛି, କମି ଯାଉଛି ନା ବଢି ଯାଉଛି? ଗୋଟେ ଗ୍ରୁପରେ ଉପର ତଳକୁ ଗଲା ବେଳକୁ ଆଟମିକ୍ ରେଡିୟସ୍ ଟା କଣ ହଉଛି, ଇନକ୍ରିଜ ହଉଛି, ହେଲା। ମୁଁ ଆଉ ଥରେ କହିଦଉଛି, ଦେଖ ଏଠି 2p2 2p3 ଅଛି, ଏଠି ଗୋଟେ ଇଲେକ୍ଟ୍ରନ ଅଧିକ ହେଉଛି ନ୍ୟୁକ୍ଲିୟସ୍ ବି, ଆମର ଗୋଟେ ପ୍ରୋଟନ ଗୋଟେ ଇଲେକ୍ଟ୍ରନ ଅଧିକ ହେଇଗଲା ବେଳକୁ ଆଟ୍ରାକ୍ସନ ଟା ଏଠି ବଢି ଯାଉଛି, ହେଲା। ଆଟ୍ରାକ୍ସନ ମାନେ ନିଜ ଆଡକୁ ଆଟ୍ରାକ୍ସନ କରି ମାନେ ଟାଣି ଆଣିବ। ଟାଣି ଆଣିଲା ବେଳକୁ କଣ ହଉଛି ନା ଏଠି ତମର ଯୋଉ ଆଟମିକ୍ ରେଡିୟସ୍ ଥିବ କମିଯିବ। ତା ଫଳରେ ତମର ଯେତେବେଳେ ବାଣ ଡାହାଣକୁ ଯାଉଛେ, ଆମର ଆଟମିକ୍ ରେଡିୟସ୍ ଟା କଣ ହେଉଛି, କମି ଯାଉଛି। ବୁଝିପାରିଲ କି? ଭେରି ଗୁଡ୍। ତାହେଲେ ମୋର ଆଜିର କ୍ଲାସରେ ମୁଁ ଏତିକି ଥିଲା। ମୁଁ ନେକ୍ସଟ କ୍ଲାସ ପଢେଇବି ବହୁତ ଇମ୍ପୋର୍ଟାଣ୍ଟ ଆୟନିକ ରେଡିୟସ୍ ପଢେଇବି। ଲେଖିଲେ କିତାବ କଣ ପଢେଇବି? ମୁଁ ନିଜେ ଲେଖିଦଉଛି କଣ ପଢେଇବି, ଦେଖ ଟିକେ। ମୁଁ ପଢେଇବି ନେକ୍ସଟ କ୍ଲାସରେ ମୋର ଆଟମିକ୍ ରେଡିୟସ୍ ଗଲା, ଆୟନିକ ରେଡିୟସ୍ ପଢେଇବି, ଆୟନାଇଜେସନ ଏନ୍ଥାଲପି ପଢେଇବି, ତାପରେ इलेक्ट्रॉन गैर एंथैल्पी पढ़ेगी, इलेक्ट्रॉन गैर एंथैल्पी, इलेक्ट्रोनेगेटिविटी, इलेक्ट्रोनेगेटिविटी। नेक्स्ट क्लास मोर एतिकी सइले पीरियडिक क्लासिफिकेशन सरिबो। ठीक अछि? ठीक अछि। बहुत बहुत धन्यवाद आज ପାଇଁ। नेक्स्ट क्लास रे पुଣି देखा हबो। ହେଲା? थैंक यू ऑल ऑफ यू। ठीक है।
बुबड़ी कनेक्शन चलीगला मोर स्क्रीन रेकर्डर कहीं मोर ये तो भल कला ये हाँ ये कहाँ ये आ मु आ कौन करी हाँ ये